ମୋ ଚକ୍ରାନ୍ତ ଜାଲରେ ସ୍ୱାମୀଙ୍କୁ ଫସେଇ ଦେଲି ନା ଆଉ। ଆକ୍ଚୁଆଲି ଠକିବାର ଟ୍ରିକ୍ ସବୁ ନା ଆପଣ ମାନେ ମୋଠୁ ଶିଖିବା କଥା, କାରଣ ଚିକେନ କହିକି ସ୍ୱାମୀଙ୍କୁ ଛତୁ ଖୁଆଇଦେଲି ଆଉ ସେ ବିଲକୁଲ ହେଲେ ଜାଣି ବି ପାରିଲେନି। ତ କଥା ଏମିତି କି ସ୍ୱାମୀଙ୍କୁ ପିଲା ବେଳୁ ହିଁ ଛତୁ ନା ପସନ୍ଦ, ହେଲେ ତା ସତ୍ତ୍ୱେ ବି ମୁଁ ତାଙ୍କୁ ଛତୁରେ ପପକର୍ନ ବନେଇକି ଦେଇଥିଲି। ଆଉ ତାପରେ ଯେହେତୁ ବ୍ୟାଟରରେ ଗୋଳା ହେଇଥିବା ଛତୁ ବଳି ଯାଇଥିଲା, ତେଣୁ ଭାବିଲି କି ସେ ସେମ ଆଇଟମ ନ କରିକି ସେଥିରେ ଆଉ କିଛି ଗୋଟେ ବନେଇବି, ଯୋଉଥିପାଇଁ ସେଇ ବ୍ୟାଟରରେ 2 ଚାମଚ କର୍ନଫ୍ଲୋର, 1 ଚାମଚ ବେସନ, 1 ଚାମଚ ଧଳା ରାଶି ଗୋଳିକି ସେ ସବୁକୁ ବଢିଆ ସେ ବ୍ରାଉନ ଆଉ କ୍ରିସ୍ପି କରିକି ଛାଣି ଦେଇଥିଲି। ଆଉ ହଁ ସାଙ୍ଗମାନେ, ଆପଣମାନେ ଭିଡିଓ ତ ଦେଖୁଛନ୍ତି ହେଲେ ମତେ ସବସ୍କ୍ରାଇବ ବିଲକୁଲ ହେଲେ କରୁନାହାନ୍ତି, ତ ପ୍ଲିଜ ସାଙ୍ଗମାନେ ଗୋଟେ ସବସ୍କ୍ରାଇବ କରିଦିଅନ୍ତୁ ନା। ଦେଖି ତ ପାରୁଥିବେ ପକୋଡା ସବୁ କେତେ କ୍ରିସ୍ପି ଦିଶୁଛି ଆଉ ଏତେ ଟେଷ୍ଟି ଲାଗୁଥିଲା ଏସବୁ ଯେ ମନ ତ ହଉଥିଲା ସବୁ ତକ ଏମିତି ଖାଲିରେ ଖାଇଦେବି। ବଟ୍ ନିଜକୁ ଟିକେ କଣ୍ଟ୍ରୋଲ କରିକି ଆଉ ଗୋଟେ ଗିନାରେ 1 ଚାମଚ କର୍ନଫ୍ଲୋର, ସୋୟା ସସ୍, ଚିଲି ସସ୍, ଟମାଟୋ ସସ୍, ଲୁଣ, ଟିକେ ଚିନି, ସବ୍ଜି ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଆଉ ମିଟ୍ ମସଲା ଗୋଳିକି ବ୍ୟାଟରଟା ବନେଇ ଦେଇଥିଲି। ଆଉ ଏପଟେ ଅଳ୍ପ ଟିକେ ତେଲରେ ଜିରା ଫୁଟେଇ କୁନି କୁନି କଟା ଅଦା, ରସୁଣ, କଞ୍ଚା ଲଙ୍କାକୁ ଭାଜିକି କ୍ୟୁବ ସେପରେ କଟା ପିଆଜ ଆଉ କ୍ୟାପ୍ସିକମ କୁ ଦେଇ ଦେଇଥିଲି। ଆଉ ସେ ସବୁ ଟିକେ ନରମ ହେଇ ଆସିଲା ବେଳକୁ ଦେଇ ଦେଇଥିଲି ଗୋଳି ରଖିଥିବା ବ୍ୟାଟର, ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ ଆଉ ଛଣା ଛତୁ, ଆଉ ଲାଷ୍ଟରେ ଟିକେ ଧଳା ରାଶି ଛିଞ୍ଚି ଦେଇକି ରେଡି କରିଦେଇଥିଲେ ଆମ ପ୍ରାୟ ସମସ୍ତଙ୍କର ପ୍ରିୟର ଚିଲି ମସରୁମ। ଆଉ ବିଶ୍ୱାସ କରନ୍ତୁ ସ୍ୱାମୀ ବିଲକୁଲ ବି ଛତୁ ଖାଆନ୍ତିନି, ବଟ୍ ମୁଁ ହେଲେ ଜିଦିଆ ଝିଅ ଆଉ ମୁଁ ରାଣ ଖାଇକି ଥିଲି କି ୟାଙ୍କୁ ଛତୁ ଯେମିତି ହେଲେ ଖୁଆଇକି ହିଁ ରହିବି। ଆଉ ସତକୁ ସତ ଛତୁର ଏ ଆଇଟମ ଗୁଡାକ ୟାଙ୍କୁ ଏତେ ଭଲ ଲାଗୁଛି ଯେ ମୁଁ ଏବେ 100% ସିଓର କି ସେ ଛତୁକୁ ତ ଆଉ କେବେ ବି ହେଲେ ଘୃଣା କରିବେନି।